এই କୁଣ୍ଡଟା ମାଟି ଖୁସେଇ ଦେଉଛି। ମାଟି ଖୁସେଇକି ତା ଦେହରେ ପରିବା ଚୋପା ସବୁ ପକେଇଥିଲି। ପରିବା ଚୋପା ସବୁ ଖୁସେଇ ଦେଇକି ସଫା କରିଦେଇକି ମାଟିଟା ଖୁସେଇ ଦେଇକି ପ୍ଲେନ୍ କରିଦେବି। ପୁଣି ତା ଉପରେ ସେ ବୋଇତାଳୁ ଗଛ ଆଣିକି ଏଇ କୁଣ୍ଡରେ ଲଗେଇବି। ଆଦେହରେ କମ୍ପୋଷ୍ଟ ହେଇଯିବ। ଯେତିକି ପରିବା ଚୋପା ପକେଇଛି ତା ଭିତରେ ମାଟି ଭିତରେ ରହିକି କମ୍ପୋଷ୍ଟ ହେଇଯିବ। ହେଇଗଲା ପରେ ଗୋଟେ ଦିନ ଖରା ଖାଇଯିବ। ଗୋଟେ ଦିନ ଖରା ଖାଇଗଲା ପରେ ତାପରେ ଆମେ ଆଉ ଭିତରେ ବୋଇତାଳୁ ଗଛ ଲଗେଇବେ। ମୁଁ ପରିବା ଚୋପା ନଷ୍ଟ କରେନି। ମୁଁ ଆଣିକି ଏଇ ଖରାରେ ସବୁ ଶୁଖେଇଥାଏ। ପରିବା ଚୋପାକୁ ସବୁ ପ୍ରକାର ପରିବା ଚୋପାକୁ ଆଣିକି ମୁଁ ଖରାରେ ଶୁଖେଇ ଦେଇଥାଏ। ତାକୁ ସବୁ ଏହି କୁଣ୍ଡମାନଙ୍କରେ ପକେଇ ଦିଏ। ଯେଉଁ ଗଛ ସେ ଶୁଖିଗଲା ପରେ ତାକୁ এই କୁଣ୍ଡମାନଙ୍କରେ ଦେଇଦିଏ। କୁଣ୍ଡମାନଙ୍କରେ ଦେଇକି ଏଇଠି ଲଗେଇଛି ଶିବଙ୍କ ଉପରେ ଯେଉଁ ଫୁଲ ଗୟସ ଫୁଲ ଦିଆଯାଏ, ସେ ଗୟସ ଫୁଲ ଲଗେଇଛି। ପ୍ରତ୍ୟେକ ଦିନ ତୋଳିକି ନେଇକି ଶିବଙ୍କ ମୁଣ୍ଡରେ ଦେଉଛି। ମାଟି ପରିବା ଚୋପା ସବୁ ସମାନ କରିଦେଉଛି। ଗୋଟେ ଦିନ ଖରା ଖାଇଗଲା ପରେ ଆଣିକି ଆଦେହରେ ସେ ବୋଇତାଳୁ ଗଛକୁ ଲଗେଇବି। এইভাবে এইটি গোটে ମନ୍ଦାର ଗଛ ଲଗେଇଥିଲି। ଗୋଟେ ମନ୍ଦାର ଗଛ ଲଗେଇଥିଲି। ମନ୍ଦାର ଗଛ ବହୁତ ଧଳା ମନ୍ଦାରଟିଏ, ଧଳା ମନ୍ଦାରଟିଏ ବହୁତ ଗଛ, ବହୁତ କିଛି ଫୁଲ ଫୁଟୁଛି। ସେ ଫୁଲ ନେଉଛି, ଫୁଲ ତୋଳିକି ପ୍ରତ୍ୟେକ ଦିନ 8ଟା 9ଟି ନେଉଛି। ଲଗେଇଥିଲି ଏଇ ଗଛ ଡାଳିମ୍ବ ଗଛ, ଡାଳିମ୍ବ ମଞ୍ଜି ପକେଇକି ଗଛ ଲଗେଇଥିଲେ। ସେ ଯାହା ଗଛ ସବୁ ହେଇଗଲାଣି, ଚାରା ହେଇଗଲାଣି। ତାକୁ ପୁଣି କୁଣ୍ଡ କରିକି ତିଆରି କରିକି ଲଗେଇବେ। ଏଇଭଳି ଭାବେ ଗଛ ମୁଁ ଛାତ ଉପରେ ଲଗାଉଛି।